শরণাগত দীননাথং পরিত্রাণং পরায়ণে সর্বসাতে ঘরে দেবী মা শারদে দেবী নমস্তুতি। জয় মা শারଳା। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ବାରାଣାସୀରେ ଗୋଟିଏ ବ୍ରାହ୍ମଣ ଭିକାରୀଟିଏ ରହୁଥାଏ। ବ୍ରାହ୍ମଣଟି ଥିଲା ଅତ୍ୟନ୍ତ କୃପଣ। ବ୍ରାହ୍ମଣଟି ଥିଲା ଅତ୍ୟନ୍ତ କୃପଣ, ଯାହା ଭିକ୍ଷା ମାଗିକି ଆଣେ ଗୋଟିଏ ମୁଠା ଚାଉଳ ରୋଷେଇ କରିବ, ଆଉ ଅବଶିଷ୍ଟକୁ ସାଇତିକି ରଖେ। ଏଇଭଳି ଭିକାରୀଟି, ବ୍ରାହ୍ମଣ ଭିକାରୀଟି ଚାଉଳକୁ ଗୋଟିଏ ହାଣ୍ଡି ଦିହରେ ଭର୍ତ୍ତି କରି ରଖୁଥାଏ। କିଛି ଦିନ ପରେ ସେଇ ଗ୍ରାମରେ ବା ସେଇ ସହରରେ ଝଡ଼ ବାତ୍ୟା ହେଲା। ଝଡ଼ ବାତ୍ୟାରେ ଯାହାକି ଚାଉଳର ଦାମଟା ଅତ୍ୟଧିକ ବଢ଼ିଗଲା। ବ୍ରାହ୍ମଣ ଚିନ୍ତା କଲା ଏଇ ସମୟରେ ମୁଁ ଯଦି ମୋର ଏଇ ଚାଉଳକୁ ବିକ୍ରି କରିବି ତାହେଲେ ଅନେକ ଧନ ମୁଁ ପାଇଯିବି ଏବଂ ବିରାଟ ବଡ଼ ଲୋକ ହେଇଯିବି। ବ୍ରାହ୍ମଣ ଚିନ୍ତା କରି ଚାଉଳକୁ ମୁଣ୍ଡରେ ଲଦିକିନା ସହର ଅଭିମୁଖେ ଚାଲିଥାଏ। କିନ୍ତୁ ଯିବା ସମୟରେ ଦିବସରେ ସ୍ୱପ୍ନ ଦେଖୁଥାଏ, ମୋତେ ଆସି କହିବେ, ମୁଁ ଯେତେବେଳେ ଚାଉଳକୁ ବିକ୍ରି କରୁଥିବି ମୋତେ ଆସି କହିବେ, ବାବୁ ଇଏ ଚାଉଳର ଦାମ କେତେ କୁହ। ମୁଁ ତାଙ୍କୁ କହିବି 10,000 ଟଙ୍କା। ଆଉ ଜଣେ ବାବୁ ଆସି କହିବ 10,000 ନୁହେଁ, ମୁଁ 20,000 ଟଙ୍କା ଦେଇ ଚାଉଳକୁ ନେବି। ଆଉ ଜଣେ ଆସି କହିବ 20,000 ନୁହେଁ, ମୁଁ 30,000 ଟଙ୍କା ଦେଇକି ଚାଉଳକୁ ନେବି। ବ୍ରାହ୍ମଣ ଚାଉଳ ମୁଣ୍ଡେଇକି ଚାଲିଥାଏ। ଦିବସରେ ସ୍ୱପ୍ନ ଦେଖି ଦେଖି ଚାଲୁଛି। ବ୍ରାହ୍ମଣ ସ୍ୱପ୍ନ ଦେଖୁଥାଏ ଏ ଚାଉଳକୁ ମୁଁ 50,000 ଟଙ୍କାରେ ବିକ୍ରି କରି 4ଟା ଗାଈ କିଣିବି ଏବଂ ଗାଈ ପାଇଁ 2ଟି ଚାକର ପିଲାକୁ ରଖିବି। ମୁଁ ଚେୟାର ଉପରେ ବସିଥିବି, ଚାକର ଆସି ମୋତେ ଚାହା ଦବ। ମୁଁ ତାକୁ ପଚାରିବି, ଆରେ ଇଏ କଳା ଗାଈ କେତେ କ୍ଷୀର ଦେଲା? ନା 5 ବାଲିଟ ଦେଲା। ଆଉ ସେ ଧଳା ଗାଈଟା କେତେ କ୍ଷୀର ଦେଇଛି? 6 ବାଲ୍ଟି କ୍ଷୀର ଦେଲା। କସରା ଗାଈଟା କେତେ ଦେଇଛି? 4 ଲିଟର ଦେଇଛି। ଛବିଲି ଗାଈଟା କେତେ ଦେଇଛି? ନା 1 ବାଲ୍ଟି କ୍ଷୀର ଦେଲା। ଆରେ କାହିଁକି 1 ବାଲ୍ଟି କ୍ଷୀର ଦେଲା? ତାକୁ କାଲିଠାରୁ ଭଲ ରୂପେ ଖାଇବାକୁ ପିଇବାକୁ ଦିଅ, ନଚେତ୍ ତମକୁ ଚାକିରିରୁ ମୁଁ ବାହାର କରିଦେବି। ତାପରେ ମୁଁ କ୍ଷୀର ବିକ୍ରି କରିବି। କ୍ଷୀର ବିକ୍ରି ଏତେ ଟଙ୍କା ଲାଭ ହବ। ଲାଭ ହେଇସାରିଲା ପରେ ମୁଁ ଗୋଟିଏ ଘୋଡ଼ା ଶାଳଟିଏ କରିବି। 5ଟା ଚାକର ରଖିବି। ଘୋଡ଼ା ଶାଳରେ ମୁଁ ବସିଥିବି ଚେୟାରରେ। ମୋ ପାଇଁ ଚାକର ଫଳ ରସ ନେଇକି ଆସିବେ। ବାବୁ ଫଳ ରସ ନିଅନ୍ତୁ, ମୁଁ ପିଇବି। ପଚାରିବି, କିଏ ଘୋଡ଼ା ନେବାକୁ ଆସିଥିଲେ? ନା ବାବୁ ଗୋଟିଏ ଲୋକ ଆସିଥିଲେ 5 ଲକ୍ଷ ଟଙ୍କା ଦେଇ ଆମର ସେଇ କଳା ଘୋଡ଼ାଟାକୁ କିଣିବେ ବୋଲି କହୁଛନ୍ତି। ମୁଁ ସେଇ ସମୟରେ କହିବି, କହିଦେ 10 ଲକ୍ଷ ନହେଲେ ସେ ଘୋଡ଼ାକୁ ବିକ୍ରି ହେଇପାରିବନି।
तापरे मु गोटे सुंदरी स्त्रीटीए ये विवाह भी सुंदरी स्त्री विवाह सारा परे मोर पुओटे जन्म हम पुओटी बड़ हम पुओ कहब बापा मत 1000 टंका दियो मु ताकू नाही करदेवी मुंड नाही करदेवी यही समय ब्राह्मण मुंड हलैला हांडीटी तले पड़िकिना चाउल तक सबू जाक नष्ट हो गला। ब्राह्मण सेठी स्वप्न देखा बंद हो गला। आजिकार नीतिबाणी रे आमे यही शिक्षा लाभ करिबा दिवस रे जो माने स्वप्न देखंती यही भली तार ये पराभव दिने भोगिबा को पड़े। सदा सर्वदा जी कर्म अनुसार 2 पैसा रोजगार करे से पैसा ही होची प्रकृत धन। आउ दिवस रे स्वप्न देखी मु गोटे धनी हो जीवी मु 5 माला कोठा करी हाथी ऊपर बसबी ये दिवा स्वप्न को भूली जातु आज्ञा। यही भली हांडी आज सीना पड़ीगला चाउल नष्ट हो गला दिने खातर पड़ीना ये जीवन भी चली जाई पारे। एतिकी कही मोर नीतिबाणी को शेष करुच्ची किंतु मोर नीतिबाणी जदि आपण मानकु भल लागिथिबो आपण माने गोटे लाइक करिकिना सब्सक्राइब कर दियंतु अन्य मानकु शेयर करंतु समाजर मंगल हबो। आजिकार अनुचिंता घरे ठाकुरंको आगरे केतेबेले धन रखिबेनी ठाकुरंको आगरे धन रखिबेनी घरे लक्ष्मी छाड़ी जिवे जोटी आपणकर ठाकुर घर थिबो ताका आगरे धन रखंतु। यही थिला मोर नीतिबाणी अनुचिंतार निर्जास कथा। एतिकी कही मोर नीतिबाणी को शेष करुच्ची। प्रणाम। जय जगन्नाथ।